ଏବେ ବି ବଞ୍ଚି ରହିଛି ତାଳପତ୍ର ତଲାରୀର ଚାହିଦା। ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଉପାନ୍ତ ଅଞ୍ଚଳ ଅଟେ। ଏଠାକାର ମୁଖ୍ୟତଃ ଜୀବନ ଜୀବିକା ହେଲା କୃଷି। ପ୍ରାୟତଃ ଜିଲ୍ଲାର 7ଟି ବ୍ଲକରୁ 3ଟି ବ୍ଲକରେ ଧାନ ଚାଷ ହୋଇଥାଏ। ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ଚାଷୀ ଚାଷ କରିବା ପାଇଁ ବିଲକୁ ଯାଏ। ଚାଷୀ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଲାରୀର ଆବଶ୍ୟକତା ହୋଇଥାଏ। ଚାଷୀ ହେଉ କିମ୍ବା ଶ୍ରମିକ ଖରା ବର୍ଷାରୁ ରକ୍ଷା ପାଇବା ସକାଶେ ଖୋଜା ପଡ଼େ ତଲାରୀ ତାଳପତ୍ର ନିମିତ୍ତ ଏ ତଲାରୀ ଏବେ ବି ଚାହିଦା ରହିଛି। ଚାଷୀଟିଏ ହଳିଆ ଗୀତ ଗାଇ ଝିପିଝିପି ବର୍ଷାରେ ତଲାରୀ ପିନ୍ଧି ନିଜ ଚାଷ ଜମିରେ ଚାଷ କରିଥାଏ। ସେହିପରି ଶ୍ରମିକଟି ଜମିରେ ତଳି ଭାଙ୍ଗିବା ଓ ତଳି ସଜାଡ଼ିବା ସକାଶେ ତଲାରୀ ପିନ୍ଧି ଆନନ୍ଦ ମନରେ କାମ କରିଥାଏ। ଧାନ ରୋଇବା ବେଳେ ମା ମାନେ ତଲାରୀ ପିନ୍ଧି ଗୀତ ଗାଇ ଧାନ ରୋଇଥାନ୍ତି। କ୍ଷେତକୁ ଘୋଟଣା ଆଣିବା ବେଳେ ଝିପିଝିପି ବର୍ଷାରେ ତଲାରୀ ପିନ୍ଧିଥାନ୍ତି। ସେ ବର୍ଷା ହେଉ କି ଖରା ତଲାରୀର ଆବଶ୍ୟକତା ପଡ଼ିଥାଏ। ଏବେ ବି ତାଳପତ୍ରର ନିମିତ୍ତ ତଲାରୀ ଚାହିଦା ରହିଛି। ଧନୀ ହେଉ ବା ଗରିବ ଛତାର ସ୍ଥାନ ତଲାରୀ ପୂରଣ କରିଥାଏ। ବର୍ତ୍ତମାନ ଆନ୍ଧ୍ରରୁ ତଲାରୀ ଆଣି ବିକ୍ରି ବଟା ହେଉଥିବାର ଦେଖିବାକୁ ମିଳିଛି। ଗଜପତିର ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ରାଜ୍ୟ ଲାଇଭ୍।